ଶୁଖୁଆ ଏମିତି ଗୋଟେ ଜିନିଷ ଯାହା ଜଣଙ୍କ ଘରେ ହେଲେ ଗାଁ ମହକେଇଯାଏ। ଆଉ ତାକୁ ଦେଖୁ ଦେଖୁ ଆମର ପଖାଳ ହେଉ କିମ୍ବା ଗରମ ଭାତ ମାନେ ତା ବାସ୍ନାରେ ପେଟ ପୁରିଯାଏ। ନମସ୍କାର, ଡିମ୍ପଲ୍ସ ଡେଲିସିୟସ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ବନେଇବା ଚିଙ୍ଗୁଡ଼ି ଶୁଖୁଆର ତରକାରୀ। ତ ଚାଲନ୍ତୁ ପ୍ରସ୍ତୁତ କରିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କେମିତି ବନାଉଛି ଶିଖି ନିଅନ୍ତୁ। ପ୍ରଥମେ ଏଠି ଆମେ 2 ଚାମଚ ମୁଁ ସୋରିଷ ନେଇଯାଇଛି। এটা কলা সୋରିଷ, ଆପଣ ଯଦି ଚାହିଁବେ ମଧ୍ୟ ଯେଉଁ ହଳଦିଆର ସୋରିଷ ଆସେ ସେଇଟା ମଧ୍ୟ ବ୍ୟବହାର କରିପାରିବେ। ଗୋଟେ ଛୋଟ ଚାମଚ ମୁଁ ଜିରା ନେଇଛି, ବହୁତ ଛୋଟ ଖଣ୍ଡେ ଅଦା ନେଇଛି। ଦେଖିନିଅନ୍ତୁ ଭିଡ଼ିଓରେ କେତେ ଛୋଟ ଖଣ୍ଡ ଅଦା। ଏଇଠି ମୁଁ 10ରୁ 12 କୋଲା ରସୁଣ ନେଇଯାଇଛି। କ୍ୱାଣ୍ଟିଟି ଆପଣ ମୁଁ ଯାହା ନେଉଛି ସେତିକି ହିଁ ନେବେ। ଏଇଠି ରାଗ କିନ୍ତୁ ଆପଣ କମ୍ ବେଶୀ କରିପାରନ୍ତି। ମୁଁ 2ଟି ଶୁଖିଲା ଲଙ୍କା ନେଇଛି, ତାକୁ ଅଳ୍ପ କିଛି ପାଣି ଦେଇ ଆମେ ଅଧଘଣ୍ଟା ପାଇଁ ଭିଜେଇ ନେବା। ଆମେ ଡାଇରେକ୍ଟ ଭିଜେଇବା ଦ୍ୱାରା ଆମର ଜଲ୍ଦି ଗ୍ରାଇଣ୍ଡିଙ୍ଗ ହେଇନଥାଏ। ଏଠି ମୁଁ ଆଞ୍ଜୁଳାଏ ବା ଯଦି ମେଜରମେଣ୍ଟ କପ୍ରେ ଆପଣ ମାପିବେ ତାହେଲେ ଇଏ ଆମର 1/3 କପ୍ ଆମର ଚିଙ୍ଗୁଡ଼ି ଶୁଖୁଆ ଅଛି। ଆକୁ ଆମେ କିଛି ସମୟ ପାଇଁ ପାଣିରେ ବତୁରେଇବା ଦ୍ୱାରା ସେ ଟିକେ ନରମ ହେଇଯାଇଥାଏ ଆଉ ତା'ର ମାଟି ବି ଚାଲି ଯାଇଥାଏ। ପରିବାରେ ମୁଁ ଏଠି 2ଟି ଆଳୁ, ଗୋଟେ ଟମାଟୋ ଆଉ ଗୋଟେ ଛୋଟ ଲାଉ ନେଇଯାଇଛି। ଲାଉକୁ ଆମେ ଚୋପା ଛଡ଼େଇ ଆମେ ସବୁ ପରିବାକୁ ବହୁତ ଛୋଟ ଛୋଟ ହିଁ କାଟିବା। ଏଠି ଦେଖନ୍ତୁ ଅଧଘଣ୍ଟା ହେଇଯାଇଛି। ଆମେ ଆକୁ ନେଇକି ଭଲ ଭାବରେ ଚିକଣ କରି ପେଷ୍ଟ କରି ନେବା। ଦେଖନ୍ତୁ ଆମର ବହୁତ ଭଲ ଭାବରେ ପେଷ୍ଟଟି ବନିଯାଇଛି। ବହୁତ ଆମେ ପାଣି ଦେଇକି ମାନେ ଗ୍ରାଇଣ୍ଡିଙ୍ଗ କରିବାନି, ମୋଟା ଟିକେ ରଖିବା। ଏଠି ତ ଏଠି ଗୋଟେ କଡ଼େଇ ଗରମ କରିବା ପାଇଁ ମୁଁ ବସେଇ ଦେଇଛି। କଡ଼େଇ ବସେଇ ଏଠି ଦେଖନ୍ତୁ ଗରମ ହେଇସାରିଲା ପରେ ହିଁ ଆମେ ଏଠି ତେଲ ପକାଇବା। ମୁଁ ଏଠି ଗୋଟେ ବଡ଼ ଚାମଚ ତେଲ ନେଇଯାଇଛି। ତେଲକୁ ଭଲ ଭାବରେ ଗରମ ହେବାକୁ ଦେବେ। ତେଲ ଯେତେବେଳେ ଭଲ ଭାବରେ ଗରମ ହେଇଯିବ ତାହେଲେ ଆମର ଯେଉଁ ଧୋଇକି ସେଇ ଚିଙ୍ଗୁଡ଼ି ଶୁଖୁଆକୁ ଆପଣ ଯେଉଁ ଭିଜେଇଥିବେ ତାକୁ ପୁଣି 2ରୁ 3 ଥର ଧୋଇ ନେବେ। ଧୋଇ ସାରି ପୁଣି ଆକୁ ପକାଇ ନେବେ। ଚିଙ୍ଗୁଡ଼ି ଶୁଖୁଆକୁ କଡ଼େଇରେ ଦେଇ ସାରିଲା ପରେ ଏଠି ଆମେ ଅଳ୍ପ ଟିକେ ହଳଦୀ, ଯେମିତିକି ଅଧ ଛୋଟ ଚାମଚରୁ ବହୁତ କମ୍ ହଳଦୀ ଆଉ ଅଳ୍ପ କିଛି ଲୁଣ, ସ୍ୱାଦ ଅନୁସାରେ ଆପଣ ଲୁଣ ନେଇପାରିବେ। ଲୁଣ ଦେଇ ଆମେ ତାକୁ ଭଲ ଭାବରେ ଏଠି ମିଶାଇ ଦେବା। ଭଲ ଭାବରେ ମିଶାଇ ଆମେ ତାକୁ ଭଲ ଭାବରେ ଚାରିପଟୁ ଏମିତି ଟିକେ ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ତାକୁ ଚାରିପଟୁ କଡ଼େଇର ମାନେ ଏମିତି ରଖିନେବେ, ଯାହାଫଳରେ କି ଆମର ଯେଉଁ ଚିଙ୍ଗୁଡ଼ି ଶୁଖୁଆଟା ଭଲ ଭାବରେ କ୍ରିସ୍ପି ମଧ୍ୟ ହେଇଯିବ। ଏଇ ଯେଉଁ କଡ଼େଇରେ ପାଣି ଆପଣ ଦେଖୁଛନ୍ତି ତାହା ଶୁଖିଯିବ। ଦେଖନ୍ତୁ ଆମର ସବୁ ପାଣି ଶୁଖିଯାଇଛି, ଚିଙ୍ଗୁଡ଼ି ଶୁଖୁଆଟି କ୍ରିସ୍ପି ମଧ୍ୟ ହେଇଯାଇଛି। ତ ଏବେ ଆମେ କ'ଣ କରିବା ନା ତାକୁ ଗୋଟେ ଗିନାକୁ ଆପଣ ଅଲଗା ଭାବରେ କାଢ଼ିକି ରଖିନେବେ। ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ଆମେ ଏବେ ସବୁ ଚିଙ୍ଗୁଡ଼ି ଶୁଖୁଆ କାଢ଼ି ନେଇଛେ। ପୁଣି ଏଠି ଆମେ ଗୋଟେ ଚାମଚ ତେଲ ଦେଇ ନେବା। ଗୋଟେ ଚାମଚ ତେଲ ଦେଲା ପରେ ଏଠି ଅଧ ଛୋଟ ଚାମଚରୁ ବି ବହୁତ କମ୍ ମୁଁ ଏଠି ସୋରିଷ ନେଇଛି। ସୋରିଷଟିକୁ ଫୁଟିବା ପାଇଁ ଛାଡ଼ି ନେବା। ସୋରିଷ ଗୁଡ଼ିକ ଆମର ଭଲ ଭାବରେ ଫୁଟି ସାରିଲା ପରେ ଏଠି ଗୋଟେ ବଡ଼ ସାଇଜ୍ର ମୁଁ ଯେଉଁ ଟମାଟୋ ନେଇଥିଲି ସେଇଟାକୁ କାଟିକି ବହୁତ ଛୋଟ ଛୋଟ କରି ମୁଁ ଟମାଟୋକୁ ଆମର କାଟି ନେଇଛି। ସୋରିଷକୁ ଭଲ ଭାବରେ ଫୁଟିବାକୁ ଦେବେ। ତାପରେ ଏଥିରେ ଟମାଟୋ ଦେଇଦେବେ। ଟମାଟୋକୁ ଆମେ କିଛି ସମୟ ପାଇଁ ଭାଜି ନେବା। ତାପରେ ଟମାଟୋ ସଫ୍ଟ ହେବା ପାଇଁ ଆମେ ଏଠି ଯେତିକି ଆମର ତରକାରୀରେ ସ୍ୱାଦ ଅନୁସାରେ ଲୁଣ ଲାଗିବ ଆମେ ସେଠି ଏବେ ଲୁଣ ଦେଇ ତାକୁ ଭଲ ଭାବରେ ମିଶାଇ ନେବା। ଟମାଟୋ ଆମର ଭଲ ଭାବରେ ସଫ୍ଟ ହେଇସାରିଲା ପରେ ଆମେ ଯେଉଁ ବାଟିକି ରଖିଥିଲେ ସୋରିଷ ଆଉ ଜିରା ବଟା, ତ ସେଇ ମସଲାକୁ ଦେଇ ତାକୁ ଗୋଳେଇ ନେବା। ଆଉ ଯେଉଁ ଗିନାରେ ଆମର ଯେଉଁ ମସଲା ବଟା ଲାଗିଛି ସେଥିରେ ଆମେ ଅଳ୍ପ ପାଣି, ଯେମିତିକି 4 ଚାମଚ ପାଣି ଦେଇ ତାକୁ ଭଲ ଭାବରେ ଏଠି ମିଶାଇ ନେବା। ଏହାକୁ ମସଲାକୁ ଆମେ ଟିକେ ଫୁଟିବା ପାଇଁ ଛାଡ଼ିଦେବା, ଯେମିତିକି ମସଲା ଆମର ଭଲ ଭାବରେ ସିଝି ଯିବ। ଦେଖନ୍ତୁ ମୋର ଟିକେ ଲାଇଟ୍ ଏଠି ଚାଲି ଯାଇଥିଲା, ତ ଲାଇଟ୍ ଏପଟ ସେପଟ ହେଉଛି, ତ ମୁଁ ବହୁତ କଷ୍ଟରେ ଟିକେ ସୁଟ୍ କରିଥିଲି, ମ୍ୟାନେଜ୍ କରିନେବେ ପ୍ଲିଜ୍। ତ ଏଠି ଅଧ ଛୋଟ ଚାମଚ ମୁଁ ହଳଦୀ ଗୁଣ୍ଡ ଦେଇ ଦେଇଛି। ଆଉ ଏଠି ଗୋଟେ ଛୋଟ ଚାମଚ ମୁଁ ଲଙ୍କାଗୁଣ୍ଡ ନେଇଯାଇଛି। ଏଠି ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଦେଇ ସାରିଲା ପରେ ଭଲ ଭାବରେ ମିଶାଇ ନେବେ। ଆଉ ଆମେ ଏଇଠି କୌଣସି ବି ମସଲାର ବ୍ୟବହାର କରୁନେ। ଦେଖନ୍ତୁ ଭଲ ଭାବରେ ଆମର ଏବେ ମସଲା ଫୁଟି ଆସିଲାଣି। ଏବେ ଆମେ ଆମର କାଟିକି ରଖିଥିବା ସବୁ ପରିବାକୁ ଦେଇଦେବା। ଦେଖନ୍ତୁ ମୁଁ ବହୁତ ଛୋଟ ଛୋଟ ପରିବା କାଟିଛି। ତ ସବୁ ପରିବାକୁ ଦେଇ ଆମେ ଭଲ ଭାବରେ ଏଠି ମିକ୍ସ କରି ନେବା। ମିକ୍ସ କରି ଆମେ ଆକୁ 5 ମିନିଟ୍ ପାଇଁ ଏମିତି ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ ଘୋଡ଼େଇକି ଛାଡ଼ି ନେବା, ଯାହାଫଳରେ ଆମର ପରିବା ଅଧା ସିଝିଯିବ। ଏବେ ଦେଖନ୍ତୁ ଆମର ପରିବା ଅଧା ସିଝିଗଲାଣି, ଭଲ ଭାବରେ ମଧ୍ୟ କଷି ବି ହେଇଯାଇଛି। ତାକୁ ପୁଣି ଆମେ ଏଠି ଗୋଳେଇ ଦେଇ ଆମେ ଏଠି ଅଧା କପ୍ ମେଜରମେଣ୍ଟ କପ୍ ଯଦି ନେବେ ଅଧା କପ୍ ପାଣି, ଗ୍ଲାସ୍ରେ ମଧ୍ୟ ଅଧା ହିଁ ମୁଁ ନେଇଥିଲି ପାଣି ଏଠି।
ताको भल भाव पुणी मिक्स करनबा। मिक्स करी आपको 2 ରୁ 3 मिनिट फुटिबा छाड़दबा। जितेबाला आमर भल भाव फुटिज पानी तापर आम जो रखी भाजिकी रखि चिंगुड़ी सुखुआ को से पुणी ताको भल भाव मिसई नबा। आम पुणी एठी ताको किछि समय जमीती कि 2 ରୁ 3 मिनिट पर्यंत ताको मीडियम फ्लेम रे ताको घोड़े नबा। ताफल आमर जो परिवा बाकी अच्छे सीझीज आउ चिंगुड़ी सुखुआटा जो क्रिस्पी करते आम आउ टे भल भाव से सॉफ्ट हो खाइबा बहुत टेस्टी लगे। तो ये देखु आमर परिया सीझी आसला लगुच देखिकी। आउ चिंगुड़ी सुखुआर ग्रेवी आमर बहुत नहीं, एटा को आपण बहुत पानी देबेनी कारण यहाँ एमितिरे ही भल लगे। तो प्रस्तुत हो जाइए आमर चिंगुड़ी सुखुआर तरकारी। चलतु आपको सर्व कर ना। देखो तरकारी आमर देखा जी सुंदर लगुला खाइबा से टेस्टी होता। निश्चिंत बनातु और कमेंट बॉक्स रे जनातु कि केमिति बनी आपन चिंगुड़ी सुखुआ तरकारी। थैंक यू।